ମୁକ୍ତି ମଣ୍ଡପରେ 16 ଶାସନ ବା କରବାରର ବ୍ରାହ୍ମଣମାନେ ଆସୀନ ହୁଅନ୍ତି। ଏହାପରେ ଗଣେଶ ଏବଂ କାଳିକା ଦେବୀ ରହିଛନ୍ତି, ନିତ୍ୟ ପୂଜିତ ହୁଅନ୍ତି। ଯେଉଁ ବେହେରଣ ଦ୍ୱାର ଦକ୍ଷିଣ ଦ୍ୱାର ତା ସମ୍ମୁଖରେ ଏଇ ନୃସିଂହ ମଣ୍ଡପ ନୃସିଂହ ରହିଛନ୍ତି। ନୃସିଂହଙ୍କ ସାମ୍ନାରେ ଏହି ମଣ୍ଡପ ସ୍ଥିତ। ମତ୍ସ୍ୟପୁରାଣ 270 ଅଧ୍ୟାୟ ଅନୁସାରେ ନୃସିଂହଙ୍କ ସମ୍ମୁଖସ୍ଥ ଯେଉଁ ମଣ୍ଡପ ତାହା ହେଉଛି ନୃସିଂହ ମଣ୍ଡପ। ନୃସିଂହ ଜନ୍ମ ବିଧି ସମୟରେ ଏଠି ବିଶେଷ ନୀତି ହୁଏ। ଅନ୍ୟ ଦେବଦେବୀଙ୍କର ମଧ୍ୟ ଏହାପରେ ପନ୍ତି ହୁଏ। 16 ଶାସନ ବ୍ରାହ୍ମଣମାନଙ୍କର ଯେଉଁ 16 ଶାସନ ଭୋଗ ତାଙ୍କ ତରଫରୁ କାର୍ତ୍ତିକ ଶୁକ୍ଳ ସପ୍ତମୀରେ ଅନୁଷ୍ଠିତ ହୁଏ। ନୀଳାଦ୍ରି ମହୋଦୟ, ବାମଦେବ ସଂହିତା ଏବଂ ଅନ୍ୟାନ୍ୟ ଶାସ୍ତ୍ରୀୟ ଗ୍ରନ୍ଥମାନଙ୍କରୁ